এড়ে রসিক দুর্যোধন মরিগলা থেকে তা বাহা বেদি ভাগিলানি না কলস উঠিলানি ସବୁଦିନ ଭାନୁମତୀ କି ବସେଇକି ବରଣମାଳା ଦବ ଦ୍ରୌପଦୀକୁ ଗଙ୍ଗାଧର ସାତ ଭାନୁମତୀ ଗର୍ଭ ହେଲା ବେଳେ ବରଣମାଳା ପକେଇଛି ସାତ ଦୀପ ବନ୍ଦା ହେଇଛି ଭାନୁମତୀ ଯୋଉଦିନ ଲକ୍ଷ୍ମଣ କୁମାରକୁ ଜନ୍ମ ଦେଲା ସେଦିନ ବି ଦୁର୍ଯ୍ୟୋଧନ ବରଣମାଳା ଦେଇ ସାତ ଦୀପ ବନ୍ଦାପନା ହେଇଛି ତେଣୁ ଆମ ଭଉଣୀ ସୁଭଦ୍ରା ପାଇଁ ଯୋଗ୍ୟ ବରଟି ହେଉଛି ଦୁର୍ଯ୍ୟୋଧନ ନା ବିକଳ୍ପ ନବୀନ ପଟ୍ଟନାୟକ ଯଦି ମରିଯିବ ଓଡ଼ିଶାର ମୁଖ୍ୟମନ୍ତ୍ରୀ କେହି କହୁଛନ୍ତି ବବି ଦାସ যদি ববি দাস নহলা বিকল্প না পান্ডিয়া নাই তু হব ছেড়ি চোরা পিলা তু তু হব এগুলা মনে করছে আমার ঢাকা দিয়েটা মনে করুন র তাহলে বলরাম বলে বিকল্প রূপে বাছি দেলি আর গোটে ক্যান্ডিডেট যে সে আর নাই এটা কি সিয়ে কে না সমান পৌরস্ত্য বিয়ে সমান পৌরস্ত্য বলরাম মহাপ্রভু কইলে কৃষ্ণ রে ଆମ ସୁଭଦ୍ରା ପାଇଁ ଆଉ ଗୋଟେ ଯୋଗ୍ୟ ବର ଥିଲା ସିଏ ଥିଲା ମନ୍ଦୋଦରୀର ସ୍ନେହବନ୍ତ ପୁରୁଷ ଦଶାନନ ରାବଣ ମାତ୍ର ରାବଣ ତ ଆଉ ନାହିଁ ରାବଣ ତ ମରିଗଲାଣି কৃষ্ণ দিকে মুরগি মুরগি হসিল ভাইরা মনে পড়ুনি সে পূর্ব জন্মের লক্ষণ ছিলাম পূর্ব জন্মের ধীরে রাম রাবণ কুমার তাহলে ভাই কাহাকু বাহা দেবা না দুর্যোধন সাঙ্গরে সুভদ্রা বাহাঘর এ তো স্বয়ং মায়া ধর
বিচার কলে নাই যেহেতু বলরাম বড় ভাই তাଙ୍କୁ ଆଗରେ ଆପତ୍ତି ବା ବିରୋଧ କରି ହବ କିନ୍ତୁ ମତେ ଚକ୍ର ବୁଲେଇବାକୁ ପଡିବ କାରଣ ସୁଭଦ୍ରା ଯାହାକୁ ବାହା ହବ ବୋଲା ତାର ଗର୍ଭ ଜନ୍ମ ହବ ଅଭିମନ୍ୟୁ ବୀର সুভদ্রা যাহাକୁ ବାହା ହବ তারি গর্ভରୁ জন্ম হব অভিমন্যু সেই ডিপার্টমেন্টটা মহাভারত যুদ্ধ ମୁଁ ତ ପାଣ୍ଡବ ପ୍ରିୟ ପାଣ୍ଡବ ବିନା ତ ମୁଁ ବଞ୍ଚିବିନି ଭଗବାନ କୃଷ୍ଣ ବଡ ଭାଇକି ହାତ ଯୋଡ଼ିଲେ କହିଲେ ଭାଇ ଠିକ ଅଛି ବାହାଘର ହବ ଯେ ଆମ ଘରେ ଗୋଟେ ଅଶୁଭ ଜିନିଷ ଅଛି ଅଶୁଭଟା ଏଇଆ ଆପଣଙ୍କ ବୟସ ଠାରୁ ମୋ ଭାଉଜ ରେବତୀର ବୟସ ଟିକେ ଅଧିକ ଚାହା ବ୍ୟବସ୍ଥା ଚାହା ଦବ ଏଡେ ବଡ ବାଟି ଖାଇବୁ ଆମ ଭାଉଜ ଢୋ ହେ ବଡ ଭାଇ ତମ ବୟସ 7 ବର୍ଷ ସାନ ତେଣୁ ତମେ ଯେତେବେଳେ ବଡ ଭାଉଜକୁ ମାତୃକଳ୍ପା ନାରୀକି ବାହା ହେଇଛ ତମଠେ ଲାଗିଛି ମାତୃ ହରଣ ଦୋଷ ତେଣୁ ଏ ମାତୃହରଣ ଦୋଷଟା ତମ ଠାରୁ ନ କଟିଲା ଯାଏ ଆମେ ଶୁଭ କର୍ମ ବାହାଘର କରିପାରିବା ନାହିଁ ତାହେଲେ ଉପାୟ ନା ଟିକେ ଯଜ୍ଞ କର୍ମ କରବ କୃଷ୍ଣ ଉତ୍ତର ଦେଲେ ହେ ଭାଇ ତମେ ଯାହାକୁ ବାହା ହେଇଛ ତମେ ଦ୍ୱାପର ଯୁଗରେ ଜନ୍ମ ହେଲ ମୋ ଭାଉଜ ରେବତୀଟା ସତ୍ୟ ଯୁଗରୁ ଜନ୍ମ ହେଇଛି ତେଣୁ ତମେ ଯେତେବେଳେ ରେବତୀ ଭାଉଜକୁ ବାହା ହେଲ ତାଙ୍କ ବାପା ରଇବତ ତାଙ୍କ ରାଜ୍ୟଟିକି ତମ ନାଁରେ କରିଦେଇଛ ଜନ୍ୟ ଶୂନ୍ୟ ହେଇଥିବା ଦେଶଟା ଆଜି ଗୋଟିଏ ବନ ବୋଲେ ଅରଣ୍ୟ ବା ପାହାଡ ରୂପେ ପରିଣତ ହେଇଛି ତାର ନାଁଟା ହେଲା ରଇବତ ପର୍ବତ ଆମେ ଯଦି ସେଇ ରଇବତ ପର୍ବତରେ ଯଜ୍ଞ କରିବା ତାହେଲେ ଆପଣଙ୍କ ଦୋଷ କଟିବ ବଳରାମ କିନ୍ତୁ ଏକଥା ବୁଝିପାରିଲେନି କୃଷ୍ଣଙ୍କ ଛନ୍ଦ କାହିଁକି ନା କୃଷ୍ଣଙ୍କର ମୋ ଭଉଣୀ ସୁଭଦ୍ରା ବାହା ହଉ ଅର୍ଜୁନ ଭେଟା ଭେଟି ହବ କୋଉଠି ନା ଅଗ୍ନିଙ୍କର ଲୁଦୁବୁଦୁ ବ୍ୟାଧିକି ଖଣ୍ଡନ କରିବା ଅର୍ଜୁନ ଯାଇଛି ଲୁଦୁବୁଦୁ ବ୍ୟାଧି ବୋଲେ କଣ ନା ଇଣ୍ଡାଇଜେସନ ଅଜିର୍ଣ୍ଣିଆ ରୋଗ ଅଗ୍ନି ଯେମିତି ସବୁ ଖାଇଲା ତାର ଇଣ୍ଡାଇଜେସନ ତେଣୁ ଅଗ୍ନି କାନ୍ଦିଲା ଦେବତା ମାନଙ୍କର ଆଉ ଘିଅକୁ ନେଇପାରିଲା ଦେବତା ଦୁର୍ବଳ ହେଲେ କହିଲେ ହେ ଅଗ୍ନି ଦେବତା ତମକୁ ଆମେ ଭଲ କରିଦବୁ ଅର୍ଜୁନ ଯାଇଛି ଖାଣ୍ଡବ ବନକୁ ଦହନ କଲେ ଖାଣ୍ଡବ ବନ ପୋଡ଼ିଲେ
সেই অগ্নিରୁ ଯୋଉ ବାହାରିବ ଅର୍କ ତେଣୁ ଖାଣ୍ଡବବନର ଅର୍କ ରୂପକ ଡାଇଜିନ୍ ବା ଡାଇଭଲ୍ ଅଗ୍ନି ପେଟରେ ପଡ଼ିଲେ ଅଗ୍ନିର ରୁଦ୍ରକୁ ବ୍ୟାପିବ ଭଲ ଅର୍ଜୁନ ଭଲ କରିଦେଇଛି ଯେତେବେଳେ ଭଲ ହେଇଛି ଅଗ୍ନିଙ୍କର ରୁଦ୍ରକୁ ବ୍ୟାଧି ଦେବତାମାନେ କହିଲେ ତମେ ଏ ଫଳକ ଏ ଆହୁତି କି ନିଅ ଅଗ୍ନି କଲା ନଟ ଆଉ ନେବି ମୁଁ ତମ ପାଇଁ ଅଗ୍ନି ଘିଅ ଆହୁତି ନେଇକି ରୋଗା ହେବି ଆଉ ନେବି ନା ତମେ ମଙ୍ଗେଇଲେ ଆମେ ଦେବତା ଦୁର୍ବଳ ହେଇଯିବୁ ନା ଗୋଟେ ସର୍ତ୍ତରେ ନେବି ନା କଣ ନା ଯୋଉ ବ୍ରାହ୍ମଣ ମାନେ ମତେ ଆହୁତି ଦଉଛନ୍ତି ହୋମରେ ସେମାନେ 1/4 ଚାରି ଭାଗରୁ ଭାଗେ ଘିଅ ଯଦି ନେବେ ତାହେଲେ ମୁଁ ଯାଇକି ହୋମରେ ଅଗ୍ନି ଆହୁତି ଆପଣ ଆଜିକାଲି କଣ କରୁଛନ୍ତି 10 କିଲୋ ଘିଅ ଆଣିଦେଲି ଛୋଟ ଲୋକ ବ୍ରାହ୍ମଣ ପିଲା 2.5 କିଲୋ ଘିଅ ଆପଣ କଣ দিয়ে বলতো কিন্তু ଆପଣ ବୁଝିବା ଦରକାର ଆମେ 2.5 କେଜି ଘିଅ ନେଇ ଯେ ତମେ କହିଥବା କର୍ମ ପାପର 4 ଭାଗରୁ ଗୋଟାଏ ଭାଗ ବ୍ରାହ୍ମଣରେ ଘିଅରେ ନେଇଗଲା ତେଣୁ ଆମେ ଆପଣଙ୍କ ଘରର ମଙ୍ଗଳ ପୁରର ଉଦ୍ଧା କରିବାରୁ ଆମେ ତମର ପୁରୋଧା ତମ ପୁର ବୋଲେ ଘରର ପାପ 4 ଭାଗରୁ ଭାଗେଲେ ଯଦି ମୋର 300 ଘର ଜଗମାନ ମୁଁ ଯଦି ସମସ୍ତଙ୍କର 4 ଭାଗରୁ ଭାଗେ ନେବି 300 ଘର ଭାଗ ମୋ ଭାଗ ପଇଲା 75% ମୋ ଦେହ ଯାକ ସବୁ ପାପ ହେଇଗଲା ସେଥିରେ ଆପଣ କହନ୍ତି ନାହିଁ ବ୍ରାହ୍ମଣ ଘରେ ବ୍ରାହ୍ମଣ କାହିଁକି ଆଗ ମରୁଛି ରେ ବ୍ରାହ୍ମଣ ରାନ୍ଧି ହୋଇବ ଘର ସବୁ ପାପ ନେଇ ଆଉ କି ଦେହ ରହିବ ଅଗ୍ନିକି ଭଲ କରିକି ଅର୍ଜୁନ ଆସୁଛି କୃଷ୍ଣ ଜାଣିଛନ୍ତି ଅର୍ଜୁନ ଭାୟା ରୈବତ ପର୍ବତ ଦେଇକି ଦିଲ୍ଲୀ ଆସିଲା ଅର୍ଜୁନ ଘରଟି ହେଲା ହସ୍ତିନାଟା ହେଲା ଦିଲ୍ଲୀ ରୈବତ ପର୍ବତଟା ହଉଛି ହରିୟାଣା ଖାଣ୍ଡବବନଟା ହଉଛି ହରିୟାଣା ଉପରେ ଯୋଉଟାକୁ ଆମେ କହୁଛେ ରାମଝୁଲା ଲକ୍ଷ୍ମଣ ତେଣୁ ଅର୍ଜୁନ ଲକ୍ଷ୍ମଣ ଝୁଲାରୁ ଭାୟା ହରିୟାଣା নে হস্তিনা বলে দিল্লি আসে কৃষ্ণ কহিলে এমিতিয়া গোটে জায়গায় যজ্ঞ করিবি যে মো ভৌমী সহিত অর্জুনর যেমতি ভেট হই জানো কোন জায়গাটা কোঠি যজ্ঞটা করিবা কৃষ্ণ উত্তর দেলে হে ভাই আমি যজ্ঞ করিবা তম শ্বশুর ঘর রৈবত পর্বত বলরাম বুঝি পারিয়েনি কইলে আর সামগ্রী জোগাড় কর সব নেইকি ଯିବା যজ্ঞ করিবা ওরা সামগ্রী করিল যজ্ঞকু প্রভু লব নিবাস ଆପଣ ମାନେ ଆଜି ଶୁଣୁଛନ୍ତି ଭଞ୍ଜ ସାହିତ୍ୟ ଆଉ ଦ୍ୱିତୀୟ ଥାକରେ ମୋ ଭାଇନା ଆସିବ ଶୁଣା ଭାଇ ସେ କେତେ ଭଞ୍ଜ ସାହିତ୍ୟ ଗାଇବ ଆପଣ ସବୁ ଶୁଣିବେ ଖାଲି 14 ଅକ୍ଷରୀ ବାଦ এই ভঞ্জ সাহিত্য 20টা পদ ମୁଁ 150 পদ গাইছি যদি 20 পদ গাইদ ଆପଣ ରୁଟି ଗୋଟିକି ଯିବନି ଯଦି 20 ପଦ ଗାଇବ ମୁଁ ନିୟମ କରିବି 4 ଦିନ ଯାକର ପାଲା ପଇସା ମୋ ଭାଇନାକୁ ଦେଇ ଦେଇଛି ଆଉ ଯଦି ତାହା ନ ପାଇଲ ଖାଲି ହୋତା ହବ
বন্তিবাজা মহিলাসে আর জমি দেব পিলা ছাড়ো পিলাটা একদম বড়া সমুদ্র হবে জলে আনন্দে গিরি শোভা কুচাই বলা সত বলিব নিতার স্তন শোভা পাউছি কঠিন দুর্ভাব তিনি বলা সংগ্রামে করিল করিল সংগ্রামে করিল করিল কত ধ্রুব কথা বলা সিংহ বিদারণ বারণ মূর্তি পতন জহি ଆଉ ବେଶୀ ଦରକାର ନାହିଁ ଅରଣ୍ୟ ବର୍ଣ୍ଣନା ସେତିକି ଦରକାର ସମାଜ ବେଗ ସୁନ୍ଦରୀ ଗ୍ରାମର ରାମଚନ୍ଦ୍ର ବାରିକ 100 ଟଙ୍କା ପୁରସ୍କାର କରିଛନ୍ତି ଗାଁରେ ବସେଇବା ସତ୍ୟନାରାୟଣ କଲ୍ୟାଣ କରନ୍ତୁ ରାମ କରନ୍ତୁ ସର୍ବେ ବାନ୍ଧବା ସର୍ବେ କୁଟୁମ୍ବା ସୁଖୀନ ଭୋଗାର ଭବନ୍ତୁ ମଙ୍ଗଳ ସର୍ବେ ବୋଲାନନ୍ଦେ କଥା ଆଉ ବେଶୀ ଦରକାର ନାହିଁ ଅରଣ୍ୟ ବର୍ଣ୍ଣନା ଯଜ୍ଞକୁ ଯିବା ପାଇଁ ସବୁ ଜିନିଷ ରେଡି ରୈବତ ପର୍ବତରେ ଯଜ୍ଞ ଯେମିତି ଆପଣ ମାନଙ୍କର ପତ୍ରକୋଣା ଗାଁରେ ବର୍ଷର ମହାଉତ୍ସବ ବାଦପାତ ବନ୍ଧୁବାନ୍ଧବ ମାନେ ଗାଁକୁ ଆସନ୍ତୁ କାଠିଆ ପରେ ସମସ୍ତଙ୍କ କାଠିଆ ବୁଲା ଉପରେ କହିବ ମୁଁ ସବୁ ବର୍ଷ ଆସେ ବଡ ପୋଖରୀ ହୁଡାରେ ବସେ ମତେ ଖାତା ଦେଇ ଦିଅନ୍ତୁ ଯିଏ ଯେତେ ମାଛ ନିଏ ମୁଁ ତାଙ୍କ ନାଁ ଲେଖିକି ପଇସା ରଖେ ମୁଁ ପତ୍ରକୋଣା 5 ଥର ଆସିଛି ମୁଁ ପାଲା ପଇସା ଦେଇ ମାଛ ଧରିବା ଜମା ମାରିଲାନି ଜାଲ ବାଲା ଜାଲ ନେଇକି ଆସିବେ ମତେ ରାତି ଯାକ ନିଦ ନାହିଁ ମୁଁ 11ଟା ଯାକେ ବସିଛି ଗାଁ ଲୋକ ଯଦି ବନ୍ଧୁବାନ୍ଧବ ଆସିଥିଲେ ଟିକେ ଖଣ୍ଡେ ପାଇଲେନି ଆଇଁଷ ଯଦି ଏତିକି କହିଥାନ୍ତା ମୁଁ ଟଙ୍କା 5-10 ହଜାର ଦେଇଥାନ୍ତି କୁଇଣ୍ଟାଲ କିଣି ଆଣିଥାନ୍ତି ଅର୍ଥ ଆମେ ଯେତେବେଳେ ମଙ୍ଗଳ କର୍ମ କରେ ଆମେ ନିମନ୍ତ୍ରଣ ଦିଏ ବନ୍ଧୁ ନିମନ୍ତ୍ରଣ ଭଗବାନ କୃଷ୍ଣ ଆମେ ଯଦି ଆମ ପୁଅ ପୁତୁରା ନ ଯାଇ ପାରିଲେ ବାରିକ ନେଇକି ଯିବ ଭଗବାନ କୃଷ୍ଣ 4ଟା ବାରିକ 4ଟା ବାରିକ ଠିକି ଗଲେ 4 ଦିଗକୁ ଯିବ ଭାଇଟି କାର ଦେଇକି ଆସିବ ସେ 4ଟା ଦିଗକୁ ଆଉ କିଏ କିଏ ଯିବେ ওলা সাপো কি সাপো কামড় দো জারি বিরকু বেগে হে জানি চারি জনକୁ পঠিলে ভাই ସିଏ କିଏ ନା ଏକରେ ସାତ୍ବ ଦୁଇରେ ଶାମ୍ବ ତିନିରେ କାମ ବୋଲେ ପ୍ରଦ୍ୟୁମ୍ନ 4ରେ ଗଦ ସାତ୍ବ କି ଗଲା ପୂର୍ବ ଦିଗ ଶାମ୍ବ ଗଲା ପଶ୍ଚିମ ଦିଗ ପ୍ରଦ୍ୟୁମ୍ନ ଗଲା ଉତ୍ତର ଦିଗ ଗଦ ଗଲା ଦକ୍ଷିଣ ଦିଗ
ଚାରି ଦିଗକୁ ନିମନ୍ତ୍ରଣ ପତ୍ର ନେଲି। ଆଚ୍ଛା, ଯିଏ ବନ୍ଧୁ ବାନ୍ଧବ କି ନିଜର ହେଇଥିବ ସେ ଇନଭାଇଟ କାର୍ଡ ପାଇବ, ସମସ୍ତେ କଣ ପାଇବେ? ମୋ ପୁଅର ଯେତେବେଳେ ବ୍ରତ ଘର ହେଲା ମୁଁ କହିଲି କାହିଁକି କାହାକୁ ଡାକିନୁ ଗାଁ ବାଲା, ସବୁ ଗୋଟେ ଗୋଟେ ଇନଭାଇଟ କାର୍ଡ ଲଗେଇଦେଲି ଘରେ। କିଏ ସଦାବେଳେ ଡାକୁଥାଉ, ଯଦି ଭୋଜି ଖାଇବାକୁ ଡାକିବ 3 ଥର ଡାକିବ, ନହେଲେ ଯାହାକୁ ଡାକିଥିବ ସେ ଖାଇବାକୁ ଆସିବ। ଆଗ ଯୋଗେଇବ ବାବୁ, ମୋ ପୁଅ ବ୍ରତ ଘର 8ଟା ବେଳକୁ ଆସିବ, ତାପରେ ସନ୍ଧ୍ୟା ହେଇନଥାଉ ଉପରଓଳି 4ଟା ବାବୁ ଆମର ଖାଇବା ରେଡି ହେଇଗଲାଣି, ଆପଣ ଅପେକ୍ଷା କରିଥାନ୍ତୁ, ପ୍ରସ୍ତୁତ ହଉଥାନ୍ତୁ। ପୁଣି ସନ୍ଧ୍ୟା 7ଟା ହେଲା ପରେ ଆଉ ଥରେ ଡାକିବେ ବାବୁ ଏଥର ଆସନ୍ତୁ। ମୁଁ ତ ପାଲା ଗାୟକ ଲୋକ ବାହାରେ ବୁଲୁଛି, ମତେ କାହିଁ ଟାଇମ୍ ଏଥର ଡାକିବି 3 ଥର ମୋର କିଏ ଅଛି? ବୋଲି ଘରେ ଘରେ ଇନଭାଇଟ କାର୍ଡ ଲଗେଇଦେବି। ଆମ ଗାଁରେ 1200 ଇନଭାଇଟ କାର୍ଡ ଲଗେଇବି, 400 ଆଇଲେ 800 ଆଇଲେ। କାହିଁକି ନା ଯିଏ ଇନଭାଇଟ କାର୍ଡ ନେଇଛି ସେ 50 ନଦେଲେ କଣ ଆସିବ? ସମସ୍ତେ କହିଲେ ନୃସିଂହଟା ଭାରି ଚାଲାକି, 1200 ଇନଭାଇଟ କାର୍ଡ ଲଗେଇ ଦେଇଛି, ଟଙ୍କା ବେପାର କରୁଛି ନା ଦର କରୁଛି, 400 ଆଇଲେ 800 ଆଇଲେ। ମୁଁ ନିଷ୍ପତ୍ତି ନେଲି ନାଇଁ, ଏଥର 3 ଥର ଡାକିବି, ଯିଏ ପ୍ରକୃତ ବନ୍ଧୁ କି ସାଙ୍ଗ କି ମୈତ୍ର ଆତ୍ମୀୟ ତାକୁ କାଢିକି ଦେବି। ଭଗବାନ କୃଷ୍ଣ କହିଲେ ବଳରାମକୁ, ଭାଇ ଆମେ କୋଉ କୋଉ ଦେଶ କୋଉ କୋଉ ରାଜା ମାନଙ୍କୁ ଇନଭାଇଟ କାର୍ଡଟା ଦବା? କବି ସମ୍ରାଟ ଭଞ୍ଜ, କହି ସୁଭଦ୍ରା ପରିଣୟ, ରାଗ ହେଲା ପାହାଡ଼ିଆ କେଦାର। କୋଉ କୋଉ ରାଜ୍ୟକୁ ଡାକିଲୁ? ବୋଲା ସନ୍ଦେହ ସୁଚିତା কালি ছাড়িকি যাইছিল নির্বাচক ভূত হিরণ্যকব রত্নাকর বসুন্ধি বাবাটি বসুন্ধি পুরাণ ঠিক রয়েছি না ডুপ্লিকেট হয়েছে? ঠিক হয়েছে তো? প্রথম দিন কচ্ছ দেব জানি ধরলি কাঁদিল মতে চন্দা বইয়া নাগজ্যোতি নাগপঞ্চমী অঘোর গীত ক্রীড়াবন্ত যে করলাম তা আগে নমস্কার। ମୋ ଦ୍ୱାରା এই বিষয়ে অবলম্বন শিখি মৈশুদ কুমার সম্ভবর ভুবনস মাঘ ভাগ বিরাঘব পাণ্ডবীয় বিল্ব মঙ্গল কীচকবদ্ধ কচ দেবযানী রুক্মিণী পরিণয় সুভদ্রা পরিণয় ইত্যাদি সৌরাষ্ট্র লগ্ন চোরাঙ্গ ভণ্ড
স্বরাষ্ট্র রক্ত চরক ঘট অঙ্গ কলিঙ্গ রঙ্গ মহট দ্রাবিড় ঘট মুখ কর্ণাট শ্রী সধ মগধ কাম্য কুটক সিন্ধু তুকଳ ଏଇଟା ସବୁ ଯିବି ଆଉ ତମ ମାନବ ମୁଣ୍ଡରେ ଯିବିନି ମାନବ କୁଆଡେ ଗଲୁ তো কাম করিব তোকে যোগী কইবি তু সেইটিকি ଯିବୁ ନା ତୁ ଇଚ୍ଛାରେ ଯିବୁ ଆପଣଙ୍କ ଆଦେଶ ଶିରୋଧାର୍ଯ୍ୟ ମନ ଗୋଟେ କାମ କରୁନୁ କଣ କହିବି ମନ ମୋ ଘରେ ଘର ପ୍ରତିଷ୍ଠା ହବ ତୁ ତୋ ଘର ବନ୍ଧୁବାନ୍ଧବ କାହା ମନୁମା এই সব রাজ্যের নিমন্ত্রণ দেই পড়ে আসি ଆଉ ଡେରି କରିବିନି ମୁଁ ସାଙ୍ଗେ ସାଙ୍ଗେ ବାହାରି ପଡ଼ିବ ଆନନ୍ଦ ମନରେ ଭଗବାନ କୃଷ୍ଣଙ୍କଠୁ ଆଦେଶ ନେଇ ସାତ୍ୱକୀ ପଣ୍ଡିତେ ନିମନ୍ତ୍ରଣ ପତ୍ର ଧରିକି ଚାଲିଲା ବାଟେ ବାଟେ ଖୁସିରେ তোরে গিয়ে রবিছি এ বাটা ছাড়া মুক্ত দাউছে ছাতি করে বইঠা লাগু ମୋ ଶ୍ୱଶୁର ଘର ପରିବାର କଥା ଟିକେ ଶୁଣିବ ଶ୍ୱଶୁର ଘର ମାମୁନି ଶାଶୁ ଘର ପଛି କାକୁଡ଼ି 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 ଆଇ କାମ ହର ଖିଲେ ଓକା সিয়া বিন্দু কুসহ দেশ হেউছি ତୁ ଭାରି ଭଦ୍ର ଘର ପିଲା ଆରେ କଇଆ ଛୋଟ ତୁ ବୁଝିପାରିଲୁ কিংজা পরিবারে বাহারে তো শাশু কিংজা শ্বশুর কিংজা আরে তো শ্বশুর গরম মুঢ়ি তো শাশু কষি কাকুড়ি বাহ তা অর্থ কোন এটা কেসে দেখা কোন তা অর্থ কোন শ্বশুর টিকে টুকারিয়া লোক গরম লোক ঘটি তাকর হেটি গুলা কম হল লউছি শাশু কষি কাকি ये पाँचो दुर्गो পুরো সরি নেই अरे शाशु को 16 वंशी कई की कोशिका আউ শুনিব अरे शाड़ीटा तोर दक्षिणिया लंका लंका बोले কোন রাখি সে তা পাখ মারি পারি নেই আজি যায় आनंद शाड़ी केते ना जा तो मोर को नहीं